ଗୁପ୍ତେଶ୍ୱର ଯାଇଥିଲି ସେଠି ଗୋଟେ 142 ଗ୍ରାମ୍ସର ଗୋଟେ ହୀରାଟେ ମିଳିଥିଲା। ସାର୍ କେଉଁଠି ମିଳିଲା? କିଏ ଦେଲେ ନା ହଠାତ୍ ଆପଣ ପାଇଲେ? ମୁଁ ଯେଉଁଠି ବସିଥିଲି କିଛି ସମୟ ବସିଲି ଯେ ଅଣ୍ଟା ପିଠି ହେଇଗଲା। ମୁଁ ଟିକେ ଜାଣିଲି ଟିକେ ଏମିତି ହାତଟେ ରଖିକି କିନ୍ତୁ ପଥରଟେ ଭଳିଆ ଥିଲା। ମୁଁ ଏମିତି କଲା ସେ ପଥର ଭିତରୁ ଗୋଟେ ଏଡ଼ିକି ବାହାରିଲା, ଏଡ଼ିକି ଧଳାଟେ ଆଉ। ମୁଁ ଦେଖିଲି ଧଳାଟେ ମୋ ମନକୁ ଆସିଲା ହୀରାଟା ହେଇଥିବ। ହୀରାଟା ଟିକେ କେହି ପକେଇବ। ତାକୁ ସେମିତି ରଖିଦେଲି ସାଇଡ଼୍ରେ, ତାକୁ ଧୁଆଧୁଇ କଲି। କେତେ ଦିନ ଏମିତି ଘରେ ରଖିବି, କ'ଣ ହେଉଛି ଦେଖିବି ବୋଲି ତକିଆ ତଳେ ଦେଇକି ଶୋଇଲି। ମୁଁ କହିଲି କ'ଣ ହେଉଛି ଦେଖିବି, କିଛି ହେଲା ନାଇଁ ମାନେ ଡାଇମଣ୍ଡ ସେପ୍ ନା ଗୋଟେ ଅନ୍ୟାଚୁରାଲ୍ ସେପ୍? ନାଇଁ, ସେ ଗୋଟେ ଏମିତି ଲମ୍ବା ହେଇକି ହଁ, ଡାଇମଣ୍ଡ ସେପ୍ ନୁହେଁ, କ୍ରିଷ୍ଟାଲ୍ ଟାଇପ୍ର। କ୍ରିଷ୍ଟାଲ ସହିତ ଗୋଟେ ପଥର ସହିତ ଅନପଲିସ୍ଡ ପଥର। ରାଇଟ୍, ଏଡ଼ିକି ବଡ଼, ଏତେ ବଡ଼ ହେଲା। ତାକୁ ରୂପାରେ ଗୋଟେ ଜାଲି ଭଳିଆ ତିଆରି କରିଛି। ଉପରେ ତଳେ କ୍ୟାପ୍ ଲାଗିକି ସେଟାକୁ ୱେଲ୍ଡିଂ କରାହେଲା, ମାନେ ସେ ରହିବନି ଏତେ ଓଜନଟା, ଗଳି ପଡ଼ିବ। ସେଠୁ ଗୋଟେ ଏମିତି କରି ଗୋଟେ ରୂପା ଚେନ୍ରେ 6 ମାସ ତାକୁ ପିନ୍ଧିଛି। କ'ଣ ହେଉଛି ଦେଖିବ। ଆଇ ରିଏଲାଇଜ୍ ମୁଁ ତାକୁ ସମ୍ଭାଳି ପାରିବି। ଜଗନ୍ନାଥଙ୍କ ପାଖକୁ ନେଲି, ତାର ପରେ ନେଇକି ପଳେଇ ଆସିଲି। ପୁରୀ ଯାଇକି ଜଗନ୍ନାଥ ପାଖକୁ ନେଲି। ମୁଁ କହିଲି ତମ ପ୍ରଭୁ ତମ ଜିନିଷ ତମେ ରଖ।